ଆଜ୍ଞା ମାଲକାନଗିରିରେ ବହୁତ ଯେତେ ପେଟ୍ରୋଲ ପମ୍ପ ଅଛି ହେଡକ୍ୱାର୍ଟର ହେଇକି ବି ପେଟ୍ରୋଲ ପମ୍ପରେ ତେଲ ନାହିଁ। ଏ ଗୋଟେ ଦିଟାରେ ଅଛି ଏଇଟାରେ ଯେହେତୁ ବହୁତ ଭିଡ଼ ଗୋଟେ ହିଁ ଅଛି ଏବେ ଆଉ ଗୋଟେ ସାମ୍ନାରେ ଗୋଟେ ଅଛି ବାସ୍ ଏତିକି ହିଁ। ସେଥିପାଇଁ ଲୋକ ଗହଳି ହଉଛନ୍ତି ଆଉ ଏତେ ଗହଳି ହେଡକ୍ୱାର୍ଟର ହେଇକି ବି ପେଟ୍ରୋଲ ନାହିଁ ବୋଲେ କଣ ଏଇଟା ଆଉ ହେବା ରହିବା କଥା ଷ୍ଟକ୍ ରହିବା କଥା। କୋଉଟା ଖୋଲା ଅଛି ତ କୋଉଟା କହୁଛନ୍ତି ଯେ ଷ୍ଟକ୍ ନାହିଁ କୋଉଟା ବନ୍ଦ କରିଦେଇଛନ୍ତି ଏମିତି ଚାଲିଛି ଆଉ। ତ ସକାଳରୁ ଲାଗିଛୁ ମାନେ ପେଟ୍ରୋଲ ପମ୍ପରେ ଲାଇନ୍ ଲାଗିଛୁ ଆଉ ତେଲ ବି ଅଧିକା ଦେଉନାହାନ୍ତି 200 ଅଧିକା ଦେଉନାହାନ୍ତି। ଏମିତି ହେଲେ ମାଲକାନଗିରିରେ ତେଲ ପାଇଁ ସର୍ଟେଜ ହେଇଯାଉଛି ଆମକୁ ଅସୁବିଧା ହେବ ତେଲ ବେଶୀ ସର୍ଟେଜ ହେଲେ ଆଉ ଗାଡ଼ି କେମିତି ଚାଲିବ। ସକାଳରୁ ଲାଗିଛି ମାନେ ଲମ୍ବା ଲାଇନ୍ ଲାଗିଛି ସକାଳରୁ କିନ ଅଛୁ 6ଟାରୁ ଏଠି ଛୋଟ ଲାଗିକି ଏମିତି ଅଛୁ ଲମ୍ବା ଲାଇନ୍ ଆଉ ତେଲ ବି 200 ଟଙ୍କାରୁ ଅଧିକ ଦେଉନାହାନ୍ତି। ସଫିସିଏଣ୍ଟ ତେଲ ସିନା ଥିଲେ ଆମକୁ ଭଲ ଆଉ ମାଲକାନଗିରିରେ ଯେତିକି ପମ୍ପ ମାନେ ସବୁ ଜାଗାରେ ନାଇଁ କି ତେଲ ସର୍ଟେଜ ହେଇଯାଉଛି ମାଲକାନଗିରିରେ। ସକାଳେ 6-7ଟା ଅଧେରୁ ମୁଁ ଆସିକି ଲାଇନରେ ଜଗିଛି ଯୋଉଠିକି ତେଲ ମିଳିବା କଷ୍ଟକର ହେଇଯାଉଛି। ସବୁ ପେଟ୍ରୋଲ ଟାଙ୍କିରେ ସେମ୍ ହିଁ ସମସ୍ୟା ତେଲ ପାଇଁ। ଯାହା କେବଳ 200 ଟଙ୍କା ହିଁ ତେଲ ଦଉଛନ୍ତି। ଜଣେ ଯଦି ଜୟପୁର ଯିବାର ଯଦି ଥିବ ବୋଲେ 200 ଟଙ୍କା ତ ତାଙ୍କେ ତେଲ ପକେଇକି ଯାଇପାରିବେନି। ତେଲର ସମସ୍ୟା ଟିକେ ରହିଛି ଗାଡ଼ି ତେଲ ଗାଡ଼ି ଯାକ ବନ୍ଦ ଅଛି। ତ କେତେ ଦିନ ଏଇଟା ଲାଗି ରହିବ ସେଇଟା ତ କିଛି ଜାଣି ହଉନି। ତେଲ ଗାଡ଼ିଟା ଟିକେ ଶୀଘ୍ର ମାଲକାନଗିରିକୁ ପହଞ୍ଚିଲେ ଲୋକମାନେ ଟିକେ ସୁବିଧା ପାଇପାରିବେ ଏଇ ସମସ୍ୟାଟା ଦୂର ହେଇପାରିବ। ନିୟମ ଆମର ସିଏସ୍ ସାର୍ କହିଛନ୍ତି ଡବା ଗୁଡ଼ାକ ତେଲ ଦିଆହେଉନି ଆଉ ଗାଡ଼ି ଗୁଡ଼ାକ ଷ୍ଟକ୍ କମ୍ ଅଛି ଯେହେତୁ ସେଥିପାଇଁ 200 ସବୁ ଦିଆହେଉଛି 200 ଦେଇଛି। ଭିଡ଼ ତ ରହୁଛି ଅଧିକ ହିଁ କାରଣ କେଉଁ ପମ୍ପରେ ତେଲ ନାହିଁ ବୋଧେ କାରଣ ତେଲ ଲୋଡ଼ ବି ହେବାରେ କଷ୍ଟ ହେଉଛି ସିଆଡ଼େ। ଗାଡ଼ି ତ ଯାଇଛି ଆମର ଆଜି ଲୋଡ଼ ହେବାର ଅଛି ତେଲ ତ ଆଜି ଯାଏଁ ହେଇଯିବ ଆମର ଯାହା ଷ୍ଟକ୍ ଅଛି। ବର୍ତ୍ତମାନ ପ୍ରୋବ୍ଲେମ୍ ଗୋଟେ ଆମେ ଯାହା ବୁଝିଲୁ ଝାରସୁଗୁଡ଼ା ଯେଉଁ ଟାଙ୍କିରେ ଡିପୋରୁ ଆମର ତେଲ ଅଛି ଡିପୋରେ ପ୍ରୋବ୍ଲେମ୍ ଅଛି ତେଣୁ ସେ ଗାଡ଼ିର ସବୁ ଡାଇଭର୍ଟ କରିକି ଆମକୁ ଦେଉଛନ୍ତି ପାରାଦ୍ୱୀପରୁ। ତେଣୁ ପାରାଦ୍ୱୀପରୁ ତେଲ ଆସିବା ପାଇଁ ଡେରି ହେବ ନିଶ୍ଚିତ ଭାବେ 2-3 ଦିନ ଲାଗୁଛି। କିନ୍ତୁ ଟାଙ୍କିରେ ଆମର ସମସ୍ତ ଟାଙ୍କିରେ କାଲି ସୁଦ୍ଧା ତେଲ ପହଞ୍ଚିଯିବ। ଆଜି ବି 3ଟା ଟାଙ୍କିରେ ତେଲ ଅଛି। ଆଉ ଆମର ଯେଉଁ ଖାଉଟି ଅଛନ୍ତି ଜନସାଧାରଣ ଆମେ ଅନୁରୋଧ କରୁଛୁ ସେମାନେ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ ଆଉ ଅଯଥା ଗୁଡ଼ାଏ ତେଲ ନେଇ ଘରେ ନେଇକି କିଣିକି ରଖନ୍ତୁ ନାହିଁ କାହିଁକିନା ତେଲ ସଫିସିଏଣ୍ଟ ଅଛି। ଆଉ ଲୋକମାନଙ୍କୁ ଟାଙ୍କିରେ ଆମର ଯେଉଁ ଅଛନ୍ତି ଆମର ଷ୍ଟାଫ୍ ଅଛନ୍ତି ତାଙ୍କୁ କୁହାଯାଇଛି ଯେଉଁମାନେ ଯାରେ ଆସୁଛନ୍ତି ଯାରେ ତେଲ ନ ଦିଅନ୍ତୁ ଆଉ ଯେଉଁମାନେ ଗାଡ଼ି ଧରି ଆସୁଛନ୍ତି ମୋଟର ସାଇକେଲରେ 3-4 ଲିଟର ତେଲ ଦିଅନ୍ତୁ। କିନ୍ତୁ ସମସ୍ତେ ବ୍ୟସ୍ତ ହୁଅନ୍ତୁନି ଯେ ତେଲ ନାହିଁ ବୋଲି ଏଇଟା ଗୁଜବ ସୃଷ୍ଟି ହେବାରୁ କେତେକ ଅସାଧୁ ବ୍ୟବସାୟ ଘରେ ନେଇ ତେଲ ରଖିଦେଉଛନ୍ତି। ତେଣୁ ସବୁ ଟାଙ୍କିରେ ମନା କରୁଛୁ ଯାରେ ତେଲ ଦିଅନ୍ତୁ ନାହିଁ। ଯେଉଁ କଷ୍ଟମର ଆସୁଛନ୍ତି ତାଙ୍କୁ ତାଙ୍କ ମୋଟର ସାଇକେଲ ହେଉ କି କାରରେ ତାଙ୍କୁ ତେଲ ଦିଅନ୍ତୁ। ଆମେ ଯାହା ଟାଉନରେ ଦେଖୁଥିଲୁ ତେଲ ଆଜି ଅଛି କେତେକ ଟାଙ୍କିରେ ଆଉ ଆଜି ରାତିରେ ପହଞ୍ଚିବ କାଲି ବି ପହଞ୍ଚିବ ପରଦିନ ବି ପହଞ୍ଚିବ ତେଲର କିଛି ଅସୁବିଧା ନାହିଁ।